ମାନେ ଆପୁ ମୁଁ ଯାଇଥିଲି ତାପରେ ମୁଁ ଆଗିକି ଆଣିଲି ଦେଲି ତାକୁ ମୋର ତ ବଞ୍ଚିବନି ଆଉ ତୁ ଟିକେ ମାଗିଦେବୁ ତାଙ୍କୁ ଆଉଥରେ ଡାହି ମୁଁ ନେବାକୁ ହଁ ମାଗିଦେବି ଗଲେ କହିଦିଅ କ'ଣ ଗୋଟେ ନେଇଥିଲା ସେ ହଁ ମୁଁ କହିବି ସେ କ'ଣଟା ନେଇଥିଲା ବୁଲାର ଏଇଟା ମନ୍ଦାର ତ ତମର ଗୋଟେ କେଉଁଟା ବୁଲାର ଏଇଟା ବୁଲାର ହଁ ଏଇଟା ଆସିଲି ମନ୍ଦାରର ଏଇଟା ଭୁବନେଶ୍ୱର ପଡ଼ିଶାର ଆମ ପଡ଼ିଶାର ମାନେ ସଳସିଆର ଆଉ ଏଇଟା ହେଲା ତମ ପଡ଼ିଶାର ଏଇଟା ଆମ ପଡ଼ିଶା ବୁଲା ପଡ଼ିଶା ଏଇଟା ସଳସି ବିହାର ପଡ଼ିଶା ଏଇଟା ତମର ଗଭର୍ଣ୍ଣମେଣ୍ଟ କଲେଜ ପଡ଼ିଶା ତ ମାମି ବାପା ସମସ୍ତଙ୍କର ଆଣିକି ନିଜ ଘରେ ଉଦ୍ୟାନ କରିଦେଇଛି ଟୋଟାଲ ମିକ୍ସ ଉଦ୍ୟାନ ଏ ଦେଖ ଏ ମହାଶୟଙ୍କୁ ଦେଖ ଇଏ ପତ୍ର ଆଣିଲେ ବି ତାକୁ ବୃକ୍ଷ ବନେଇ ଦଉଛନ୍ତି ହେଇ ଇଏ ମହାଶୟ ହଉଛନ୍ତି ପତ୍ର ଆଣିଲେ ବୃକ୍ଷ ବନେଇ ଦଉଛନ୍ତି ଇଏ କ'ଣ ମାନେ ଡିଷ୍ଟ୍ରିକ୍ଟ ୱାଇଜ ସବୁ କଲେକ୍ଟ କରିକି ସବୁ ଆଣିକି ଏଠି ବୋଟାନିକାଲ ଗାର୍ଡେନ ବନେଇଛନ୍ତି ଆମ ଘରେ ଗଛ ଗୁଡ଼ା ଶୁଖିକି ମରିଯାଉଛି ଆଉ ସିଏ ଏଠି ଡାଳ ଆଣିକି ଗଛ ବନେଇ ଦଉଛି କି ସୁନ୍ଦର ଦିଶୁଚିରେ ସତରେ ନାଲି ଟହ ଟହ ମନ୍ଦାର ଏଗୁଡ଼ା ଦେଖିଦେଲା ମାନେ ଏମିତିରେ ଠାକୁର ସଜେଇବାକୁ ଇଚ୍ଛା ହବ ତାହେଲେ ଆକୁ ଟିକେ କଟିଂ କାଟିଂ କ'ଣ ହୁଏ ଆଉ ଟିକେ ବଡ଼ ହେଲେ ଆଠୁ ଅଧିକ ଧରିବ ଓହୋ ତୁ ଇଏ ଦେଖ ଇଏ ଗୋଟେ ୟେଲୋ କଲର ଇଏ ଗୋଟେ ତାଙ୍କ ଘରେ ଆକୁ ଦେଖ ଇଏ ଗୋଟେ ତାଙ୍କ ଘରେ ବି ଉଦ୍ୟାନ ବନେଇଛି ଇଏ ଗୋଟେ ବୃକ୍ଷ ଟିକେ ଗର୍ବ କରୁଛି ଏଥିରେ ହଁ ଇଏ ଗୋଟେ ସଜନା ଗଛ ଗୁଡ଼ାକ ଯୋଉଟା ସରି ଭୃଷଙ୍ଗ ଏପଟା ସଜନା ଗଛ ସରି ଭୁଲ ହେଇଗଲା ଜଣେ ଏତେ ମାନେ ଗଛ ପତ୍ରରେ ଜ୍ଞାନୀ ଆଉ ତା ଭଉଣୀ ମୁଁ ପୁରା ଅଜ୍ଞାନୀ ସେ ଭୃଷଙ୍ଗ ଗଛଟାକୁ ମୁଁ ସଜନା ଗଛ କହୁଛି ଏପଟା ସଜନା ଗଛ ଇଏ ବି ଗୋଟେ ଛୋଟ ଛୋଟ କାଠିଟେ ଥିଲା ଡାଳଟେ ସବୁ ଇଏ ଅପା ଆମର ଇଏ କ'ଣ କରୁଛି ଯାହା ବି ଆଣିବ ଯୁଆଡ଼ୁ ଆକୁ କାଠି ବି ଦେବେନି ଦେଲେ ଇଏ ବୃକ୍ଷ ଗୋଟେ ଶାଗ ତ ପୁରା ମସ୍ତ ହେଇଛି ଫୁ ନଜର ପଡ଼ିଲା ପୁରା ଭର୍ତ୍ତି ଲାଗି ପୁରା ମସ୍ତ ହେଇଛି ଜାମ୍ ହେଇକି ଏପଟା କ'ଣ ଖାଇକି ସାରି ଦେଇଛ କି ଏପଟା ଓହୋ ପାଳଙ୍ଗ ପଡ଼ିଛି ମେନ୍ ବଢ଼ିଆ ଜିନିଷଟା କହିଲୁ ପାଳଙ୍ଗ ଲଗେଇବୁ ହେଭି ନ୍ୟୁଟ୍ରିସନ୍ ଦେହ ପାଇଁ ଭଲ ଏଇଟା ଧନିଆ ଉଠିବ ଆମେ ଏମିତି ଆସିଛୁ ତାଙ୍କର ଏମିତି ଦେଖିଦେଇକି ଉଦ୍ୟାନ ବାଡ଼ି ଏଇଟା ତ ମାତ୍ର ଆଡ଼ଭର୍ଟାଇଜ ପଛପଟେ ଆହୁରି ଅଛି ତ ଆମେ ପୁରା ପାଗଳ ହେଇଗଲୁ ସାଙ୍ଗେ ସାଙ୍ଗେ କିଛି ଦିନ ଭିତରେ ଫେର ପଳେଇଲୁ ଆଉଥରେ ଏମିତି ଦେଖିକି ରହି ହେଉନି ଆଉ ଭୁବନେଶ୍ୱରରେ ମଣିଷ ଠିଆ ହେବାକୁ ତ ଜାଗା ନାହିଁ ଗଛ କ'ଣ ହବ ଆଉ ୟାକୁ ଦେଖନ୍ତୁ ଇଏ ହେଉଛନ୍ତି ଆମର ଭିଜିଟର ଆସିଛନ୍ତି ଦେଖିବା ପାଇଁ ହଁ ଟୁରିଷ୍ଟ ଆସିଛୁ କରିବାକୁ ଆସନ୍ତିନି ଗୋଟେ ଜଣେ ସବୁ ଠିକ୍ ଠାକ୍ ଚାଲିଛି କି ନାଇଁ କ'ଣ କୁହନ୍ତି ତାକୁ ଇନ୍ସପେକ୍ଟର ହଁ ଇନ୍ସପେକ୍ଟର ପାଳଙ୍ଗ କୋଉଟା ଏଥିରେ ଅଛି ସେ ବଡ଼ ହେଲେ ଜଣା ପଡ଼ିବ ଆଉ ଟିକେ ବଡ଼ ହେଲେ ସବୁ ଘାସ ଭଳିଆ ଦୁଶୁଛି ମତେ ଏଇ ଘାସ ଗଛ ଗୁଡ଼ା ଉଠିଛି ଏଟା ଉପଡ଼ା ହବ ଘାସ ଗଛ ଗୁଡ଼ା ଉପଡ଼ା ହବ ଆଉ ସେଟା ଟିକେ ବଡ଼ ହେଲେ ତମକୁ ଦୋକାନୀ ଠକିଦେଲା ତମେ ପୁଦିନା ପତ୍ର କହିକି ତମକୁ ତୁଳସୀ ପତ୍ର ଦେଇଦେଇଛି ପକେଇଲେ ତୁଳସୀ ପତ୍ର ଲାଗୁଛି ଚାରେ ପକେଇଛି ଚାର ପକେଇ ତାର ପିଲି ତାର ମୁଁ କହିଲି ଏଇଟା ତୁଳସୀ ପତ୍ର କ'ଣ ଆଣିଛ ତମକୁ ଏମିତି ଠକୁଛନ୍ତି ଭୁବନେଶ୍ୱରରେ ଏମିତି ଲୋକ ତମେ ଜାଣିପାରୁନ ବୋଲେ ତାପରେ ସେ କହିଲେ ଆଣିଲୁ ସେ ଟିକେ ଖାଇଲେ ସେଠୁ ତାପରେ ଖାଇଲାରୁ ସେ କହିଲେ ନାଇଁ ତ ଏଇଟା ତ ପୁଦିନା ଭଳି ଲାଗୁଛି କିନ୍ତୁ ସେଟା ତୁଳସୀ ଯେ ତୁଳସୀ ପତ୍ର ପୁଦିନା ହଁ ତୁଳସୀ ପତ୍ର ପୁଦିନା କହି ଦେଇଛି ହଁ ମେଞ୍ଚେ ଆରେ ଇଏ ଗୋଟେ ଲଞ୍ଚ କରିସାରିକି ଗୋଟେ ଉଦ୍ୟାନ ବୁଲା ହଉଛି ଆଉ ପ୍ରକାର ମନ୍ଦାର ଇଏ ଗୋଟେ ଷ୍ଟାଇଲ ମନ୍ଦାର ଯାଉଛି ଇଏ ଗୋଟେ ଷ୍ଟାଇଲ ମନ୍ଦାର ଗୋଟେ ବିଭିନ୍ନ ଡିଜାଇନ ମନ୍ଦାର ଇଏ ଗୋଟେ ପିଙ୍କିଶ କଲର ପୁରା ପିଙ୍କ ଏମିତି ଯେମିତି ନାଇଟି ପିଙ୍କ ୟାର ଗଛ ଫୁଲ ବି ପିଙ୍କ ଏମିତି ବାହାରିଥିଲା ବହୁତ ବଡ଼ କହୁଛନ୍ତି କି ନହେଲେ ନେଲେ ଭଲ ନା ନହେଲେ ଚୋରି କରିବେ ସଜନା ଗଛଟାକୁ ଚୋରି କରିବେ